ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ତ ମୋ ମୁହଁ ନଚିବାର କାରଣ ହେଉଛି ମୋ ଆଖିରେ ଆଲୁଅ ବାହାରିଛି। ତ ସେତିକି ସମୟ ଭିତରେ ଦେଖନ୍ତୁ ସକାଳୁ ସକାଳୁ ବର୍ଷା ତାର ଗାଜି ଦେଇଗଲାଣି। କି କଥା ଏଗୁଡ଼ା କୁହନି, କାମ କିଛି ନେଇ ବର୍ଷା ହେଇଯାଉଛି। ଯାହା ହଉ ତା ଇଚ୍ଛା ସିଏ ହବ, ଆମେ ତାକୁ ଅଟକେଇ ପାରିବା? ଠିକ୍ ଅଛି। କାମ ସାରିଲା ଭିତରେ ମୁଁ କହିଲି ଟିକେ ଡ୍ରାଗନ୍ ଫ୍ରୁଟ୍ ଖାଇଦେବା। ଡ୍ରାଗନ୍ ଫ୍ରୁଟ୍ ଖାଇସାରିଲା ପରେ କାମ ଡ୍ରାଗନ୍ ଭଳିଆ ଅଛି, ସେଇଥିପାଇଁ ଆ ଭିତରେ ମଞ୍ଜି ଯେମିତି ଗଣି ହେବନି। ବର୍ତ୍ତମାନ ମୁଁ ଯେଉଁ କାମ କରିବାକୁ ଯିବି ତା ଭିତରୁ ସେ ମଞ୍ଜିରୁ ଚୋପା କାଢ଼ିବା ସେତିକି କଷ୍ଟ। ଠିକ୍ ଅଛି, କ'ଣ କରିବା? ଖାଇ ପିଇ ଦେଇକି ଆସିଗଲି ମଇଦାନ ଉପରୁ। ଯାହା କରିବା କରି ଏ କାମ କାହାକୁ ନ ମିଳୁ ଭଗବାନ। ଦେଖ ଖଇ ବଛା, ମୋତେ ତ ଭାରି କଷ୍ଟ ହେଲେ କରିବାକୁ ପଡ଼ିବ। ଏଇ ଯେଉଁ ଖଇରୁ ସେ ଯେଉଁ ଚୋପା କାଢ଼ିବା ଯେତିକି କଷ୍ଟ କରିବା ଭିତରେ ମୋ ପୁଅ ମୋତେ ସାହାଯ୍ୟ କରିଦେଲା। ଶୋଇଥିଲା, ଉଠି ପଡ଼ିଲା, ମୁଁ ନେଇକି ଦୌଡ଼ିକି ପଳେଇଆଇଲି। ମାନେ ସେ କାମରୁ ଟିକେ ମୋତେ ଫୁର୍ସତ ମିଳିଗଲା। ସେତିକି ଭାବୁଥିଲି ଫୁର୍ସତ କ'ଣ, ମୁଁ ନ ଭାଇବାରୁ ମୋ ବଡ଼ ପୁଅ ଆସି ମୋ ପୁଅକୁ ନେଇ ପଳେଇଲା। କାମ କରିବନି, କାମ କର। ଖସାଣିଆ ମାରି ପୁଅକୁ ଧରି ବସିବ। ମୁଁ କହିଲି ହଉ ଠିକ୍ ଅଛି କରିବା ଆଉ। ସେତିକି କହୁ ଠାକୁରଙ୍କ ପାଖରୁ ପ୍ରସାଦ ପଳେଇ ଆସିଲା। ଖାଇ ପିଇ ଦେଇକି ଆରାମ, ଆଉ କ'ଣ କରିବା? ରଖିଦେଇଥିଲି। ତାପରେ ରାତିକି ବି ଫେର ଖାଇବାକୁ ପଳେଇ ଆସିଲା। ଯେହେତୁ ରୋଷେଇବାସ ନାହିଁ, ରହିଲି।